ବର୍ତ୍ତମାନ ସୁଦ୍ଧା ଆମର 39ଟା ଚକ୍ର ସିଙ୍ଗଡ଼ା ବଡ଼ିଆ କାର୍ଯ୍ୟ ସରିଯାଇଛି ଓ 36ଟି ଚକ୍ର କାର୍ଯ୍ୟ ମଧ୍ୟ ସରିଯାଇଛି। ଜୟ ଜଗନ୍ନାଥ। ତାଳଧ୍ୱଜ ରଥର ମୁଖ୍ୟ ମାଣଙ୍କ ପୁଅ କହୁଛି ବଳରାମ ମହାପାତ୍ର। ଦେଖନ୍ତୁ ଆମର ଯୋଉ ଅକିଛିଠୁ କାମ ହେଇଥିଲା ତୁମ୍ବ ଚକ ପାଇଁ ଚକ ଆମର ସମ୍ପୂର୍ଣ୍ଣ ସରିବା ପରେ ଅଛି, ଯୋଉଥିରେ କି ପଇ ନଥିଲା ପଇ ଆସିଯାଇଛି କାଲିଠୁ। ଆମର ପଇ ଆଉ ଆମର 3ଟି ଚକ୍ର ପିନ୍ଧେଇବାର ଅଛି। ସେଇ 3ଟି ଚକ 3 ରଥର 42 ଚକ ସମ୍ପୂର୍ଣ୍ଣ କାଲି ସରିବାର ପରେ ଲାଷ୍ଟ ସିଂହଟା କାଲି ବାଡ଼େଇବାର ଆମର ଯୋଜନା ରଖିଛୁ, ଯୋଉଥିରେ କି ଆମେ ପଇ ଆଜି ଅନୁକୂଳ କରି ପଇ ଅର ସାଙ୍ଗରେ ସଂଯୋଗ କରି ଗୋଟେ ଚକ ବାହାର କରିଦେବୁ। 2 ଗୋଟି ଚକ ଆମର ଆଜି ରହିବ ବାକି, ସେଇ 2 ଗୋଟିକୁ ଆମେ ସମ୍ପୂର୍ଣ୍ଣ କରିବୁ। ଆଉ ଭିତର କାମ ଆମର ଆଜ୍ଞା ପଡ଼ିଥିଲା ଆମର ଗୁଜ କୁଡ଼ାକା ଜଳଯନ୍ତ୍ର ଏଇଗୁଡ଼ା ସବୁ ସରିଯାଇଛି। ତାପରେ ଢମକ ପଛ ଢମକ ଜୋଖା 16ଟି ସେଇଗୁଡ଼ା ସବୁ କାମ ଚାଲିଛି। ଚଉତା ଯୋଉ 12ଟି ଚଉତା ବି ଅନୁକୂଳ କରିକି ଆମେ ଚଉତା ରଖିଛୁ କାଟିକିରି, ବିନ୍ଧ ଅନୁକୂଳ କାଲି ଆସିବରି, ଯୋଉଥିରେ ଚଉତା ବିନ୍ଧ ପରେ ଆମର 14 ନାୟକା ଆଉ ଦଣ୍ଡା ଆଉ ଗୟଳ 12ଟି ସେଇଗୁଡ଼ା ସବୁ ପଡ଼ିବ। ସେଇ କାମ ଆମ ଜାରି ରହିବ, ଯୋଉଥିରେ କି ଯଥାଶୀଘ୍ର ଆମେ ରଥକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା ଚଲେଇଛୁ। ଜୟ ଜଗନ୍ନାଥ। ମୋ ନାଁ ଆଲୋକ ଭୋଇ, ବୈଶଧରଙ୍କ ପୁଅ। ବର୍ତ୍ତମାନ ସୁଦ୍ଧା ଆମର 39ଟା ଚକ୍ର ସିଙ୍ଗଡ଼ା ବଡ଼ିଆ କାର୍ଯ୍ୟ ସରିଯାଇଛି ଓ 36ଟି ଚକ୍ର କାର୍ଯ୍ୟ ମଧ୍ୟ ସରିଯାଇଛି। ତାପରେ ଆଗିଆଣି ମୁହାଣ୍ଡ ପଛିଆଣି ମୁହାଣ୍ଡର କାର୍ଯ୍ୟ ମଧ୍ୟ ସରିଯାଇଛି ଆଉ ଉପର ଚଉଦାର କାର୍ଯ୍ୟ ବର୍ତ୍ତମାନ ଚାଲିଅଛି। ତାପରେ ଅଖ କାର୍ଯ୍ୟ ମଧ୍ୟ ଚାଲିଅଛି ଓ ତାପରେ ଦଣ୍ଡା ପଡ଼ିଆ କାର୍ଯ୍ୟ ହବ। ତାପରେ ଚାରିନାଗ ସବୁ କାମ ଧୀରେ ଧୀରେ ଚାଲିବ। ଆଉ 2-4 ଦିନ ଲାଗିବ 42ଟି ଚକ୍ର କାମ ସମାପ୍ତ ହେବାକୁ। ତାପରେ ଚକ ସରିଲା ପରେ ତାପରେ ଆମର ଦଣ୍ଡା କାମ ଅଖ କାମ ଏସବୁ ଅଛି।